ଏକ ଏମିତି ଋଷି ଯିଏ ତ୍ରିଦେବଙ୍କ ମଧ୍ୟରୁ ଜଣେ ଭଗବାନ ବିଷ୍ଣୁଙ୍କ ଛାତିକି ଗୋଇଠା ମାରିଥିଲେ। ଗୋଟିଏ ଭକ୍ତ ତାଙ୍କର ଇଷ୍ଟଙ୍କ ଛାତିକି ଗୋଇଠା ମାରିବା ଇଏ ବହୁତ ବଡ଼ କଥା। କିଏ ସେ ଋଷି, କାହିଁକି ଭଗବାନ ବିଷ୍ଣୁଙ୍କ ଛାତିକି ଗୋଇଠା ମାରିଥିଲେ, ଆଜି ଆମେ ଏହି ଭିଡ଼ିଓରେ ପୁରା ବିସ୍ତାରରେ ଜାଣିବା। ଜୟ ଶ୍ରୀରାମ ବନ୍ଧୁଗଣ, ଯଦି ଆପଣମାନେ ଆମ ଚ୍ୟାନେଲରେ ନୂଆ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ ଏବଂ ଭିଡ଼ିଓକୁ ଲାଇକ୍ ନିଶ୍ଚିନ୍ତ ରୂପେ କରିଦିଅନ୍ତୁ, କାହିଁକିନା ଏମିତିକା ସ୍ପିରିଚୁଆଲ ଭିଡ଼ିଓ ମୁଁ ଆପଣମାନଙ୍କ ପାଇଁ ନେଇ ଆସୁଛି। ମୁଁ କହୁଛି ବ୍ରହ୍ମଦେବଙ୍କର ମାନସ ପୁତ୍ର ମହର୍ଷି ଭୃଗୁଙ୍କ କଥା, ଯିଏ ସୂର୍ଯ୍ୟଦେବଙ୍କ ରଥରେ ଶ୍ରାବଣ ଏବଂ ଭାଦ୍ରବ ମାସରେ ବିରାଜମାନ କରିଥାନ୍ତି। କିନ୍ତୁ ଏମିତି କ'ଣ ହେଲା ଯେ ମହର୍ଷି ଭୃଗୁ ଭଗବାନ ବିଷ୍ଣୁଙ୍କ ଛାତିରେ ଗୋଇଠା ମାରିଦେଲେ। ଥରେ ସରସ୍ୱତୀ ନଦୀ କୂଳରେ କିଛି ଋଷି ବସିକିରି ଚିନ୍ତା କରୁଥିଲେ ବା ତାଙ୍କ ଭିତରେ ଡିସିସନ୍ ନେଉଥିଲେ ଯେ ତ୍ରିଦେବଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ, କିଏ ସବୁଠୁ ଦୟାଳୁ, କିଏ ନିଜର ରାଗକୁ କଣ୍ଟ୍ରୋଲ କରିପାରେ। ସେ ସମସ୍ତେ ଋଷି ଚିନ୍ତା କଲେ ଯେ ଆମେ କେମିତି ଜାଣିବା। ସମସ୍ତେ ବହୁତ ସମୟ ଧରି ଚିନ୍ତା କଲା ପରେ ମଧ୍ୟ କିଛି ଫଳ ବାହାରି ପାରିନଥିଲା, ଯାହାଫଳରେ କି ସମସ୍ତ ଋଷି ଚିନ୍ତା କରିଥିଲେ କି ଆମେ ଏ ଦାୟିତ୍ୱ ଋଷି ଭୃଗୁଙ୍କୁ ଦେବା। ଯାହାଫଳରେ କି ଋଷି ଭୃଗୁଙ୍କୁ ଦାୟିତ୍ୱ ଦେଇ ଦିଆଗଲା। ଆଉ ଋଷି ଭୃଗୁ ପ୍ରଥମେ ତାଙ୍କ ପିତା ବ୍ରହ୍ମଦେବଙ୍କ ପାଖକୁ ଯାଇଥିଲେ। ଆଉ ବ୍ରହ୍ମଦେବଙ୍କ ପାଖକୁ ଯାଇ ପରୀକ୍ଷା କରିବାକୁ ଚାହିଁଲେ। ବ୍ରହ୍ମଦେବଙ୍କ ପାଖରେ ମହର୍ଷି ଭୃଗୁ ପହଞ୍ଚି ବ୍ରହ୍ମଦେବଙ୍କୁ ପ୍ରଣାମ କଲେ ନାହିଁ କି ବ୍ରହ୍ମଦେବଙ୍କ ସ୍ତୁତି ଗାଇଲେ ନାହିଁ। ଏକଥା ଦେଖି ବ୍ରହ୍ମଦେବ ପ୍ରଚଣ୍ଡ ମାତ୍ରାରେ ରାଗିଗଲେ। ଆଉ ବ୍ରହ୍ମଦେବଙ୍କ ରାଗକୁ ତାଙ୍କର ଚିନ୍ତାଧାରା ବା ତାଙ୍କର ବିବେକ ତାଙ୍କ ରାଗକୁ ଅଟକେଇ ଦେଲା, କାହିଁକି ନା ବ୍ରହ୍ମଦେବଙ୍କର ମାନସ ପୁତ୍ର। ସେଥିପାଇଁ ବ୍ରହ୍ମଦେବ ଆଉ କିଛି କହିଲେ ନାହିଁ, ନିଜର ରାଗକୁ କଣ୍ଟ୍ରୋଲ କରିଦେଲେ। ତାପରେ ମହର୍ଷି ଭୃଗୁ କ'ଣ କଲେ ନା ମହାଦେବଙ୍କ ପାଖକୁ ଯାଇଥିଲେ। ଆଉ ମହାଦେବଙ୍କ ପାଖରେ ମହର୍ଷି ଭୃଗୁ ଯେମିତି ପହଞ୍ଚନ୍ତି, ମହାଦେବ ମହର୍ଷି ଭୃଗୁଙ୍କୁ ଦେଖି ତାଙ୍କ ଆସନରୁ ଉଠି ଆସି ମହର୍ଷି ଭୃଗୁଙ୍କୁ ଆଲିଙ୍ଗନ କରିବା ପାଇଁ ଯେମିତି ହାତ ବଢ଼େଇ ଦେଲେ, ସେମିତି ମହର୍ଷି ଭୃଗୁ କହିଥିଲେ କି ନା ମହାଦେବ, ଆପଣ ବହୁତ ଅନ୍ୟାୟ କରୁଛନ୍ତି। ଆପଣ ବେଦ ଆଉ ଶାସ୍ତ୍ରକୁ ଉଲ୍ଲଙ୍ଘନ କରୁଛନ୍ତି। ଆପଣ ଏ ରାକ୍ଷସ ଆଉ ଅସୁରମାନଙ୍କୁ ବର ଦେଇକିରି ଏ ସଂସାରକୁ ବହୁତ ହନ୍ତସନ୍ତ କରୁଛନ୍ତି। ଏ ସଂସାରକୁ ଆପଣ ସଙ୍କଟରେ ପକାଇ ଦେଉଛନ୍ତି। ମୁଁ ଆପଣଙ୍କୁ ଆଲିଙ୍ଗନ କରିପାରିବି ନାହିଁ। ଏକଥା ମହାଦେବ ଶୁଣି ପ୍ରଚଣ୍ଡ ମାତ୍ରାରେ ରାଗି ଯାଇଥିଲେ, ଯାହାଫଳରେ କି ମହର୍ଷି ଭୃଗୁଙ୍କ ଉପରକୁ ମହାଦେବ ତାଙ୍କ ତ୍ରିଶୂଳରେ ଆକ୍ରମଣ କରିବା ପାଇଁ ଚାହାନ୍ତି। ତ ସେହି ସମୟରେ ମାତା ସତୀ ଆସି ପହଞ୍ଚିଥିଲା। ମହାଦେବଙ୍କୁ ନିବେଦନ କରିକିରି ମହର୍ଷି ଭୃଗୁଙ୍କର ପ୍ରାଣ ବଞ୍ଚାଇଥିଲେ, ଯାହାଫଳରେ କି ମହର୍ଷି ଭୃଗୁ ତ ଯେମିତି ସେମିତି ହଉ ସେଠୁ ଚାଲି ଆସିଥିଲେ। ଆଉ ତାପରେ ସଙ୍ଗେ ସଙ୍ଗେ ମହର୍ଷି ଭୃଗୁ ବୈକୁଣ୍ଠ ଧାମକୁ ଯାଇଥିଲେ। ଆଉ ବୈକୁଣ୍ଠ ଧାମରେ ପହଞ୍ଚୁ ପହଞ୍ଚୁ ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କର ଗୋଡ଼ ମୋଡ଼ି ଦେଉଥିବା ସମୟରେ ହିଁ ଭଗବାନ ବିଷ୍ଣୁଙ୍କ ଛାତିକି ମହର୍ଷି ଭୃଗୁ ଗୋଟେ ଗୋଇଠା ମାରିଥିଲେ, ଯାହାଫଳରେ କି ଭଗବାନ ବିଷ୍ଣୁ ସାଙ୍ଗେ ସାଙ୍ଗେ ଠିଆ ହୋଇଯାଇଥିଲେ। ଆଉ ମହର୍ଷି ଭୃଗୁଙ୍କୁ କହିଥିଲେ କି ଋଷି ମୋତେ କ୍ଷମା କରନ୍ତୁ, ଆପଣଙ୍କ ପାଦରେ କଷ୍ଟ ହେଇନି ତ? ମୁଁ ଜାଣିନାହିଁ ଆପଣ ଆସୁଛନ୍ତି ବୈକୁଣ୍ଠ ଧାମ ବୋଲି, ନହେଲେ ମୁଁ ଆପଣଙ୍କ ସ୍ୱାଗତ ନିଶ୍ଚିନ୍ତ କରିଥାନ୍ତି। ତାପରେ ଭଗବାନ ବିଷ୍ଣୁ କହିଥିଲେ କି ଆପଣ ମୋ ଛାତିକି ଗୋଇଠା ମାରିକିରି ଆପଣଙ୍କ ଗୋଡ଼କୁ ନିଶ୍ଚିନ୍ତ ପୀଡ଼ା ଅନୁଭବ ହେଇଥିବ, ଆପଣ ଏ ଆସନରେ ବିରାଜମାନ କରନ୍ତୁ, ଆପଣ ବିଶ୍ରାମ ନିଅନ୍ତୁ। ଭଗବାନ ବିଷ୍ଣୁଙ୍କର ଏ ଭକ୍ତି, ଏ ଶ୍ରଦ୍ଧା ଦେଖି ମହର୍ଷି ଭୃଗୁଙ୍କର ଆଖି ଛଳଛଳ ହେଇଯାଇଥିଲା। ଆଉ ମହର୍ଷି ଭୃଗୁ ସେଇଠି ଜାଣିପାରିଥିଲେ ଯେ ଭଗବାନ ବିଷ୍ଣୁ ହେଲେ ସବୁଠୁ ଦୟାଳୁ ଆଉ ସବୁଠୁ ଶ୍ରେଷ୍ଠ। ତାପରେ ମହର୍ଷି ଭୃଗୁ ବୈକୁଣ୍ଠ ଧାମରୁ ବିଷ୍ଣୁଙ୍କ ପାଖରୁ ଚାଲି ଆସି ଋଷିଗଣଙ୍କ ପାଖରେ ପହଞ୍ଚିଥିଲେ। ଆଉ ସମ୍ପୂର୍ଣ୍ଣ କଥା କହିଥିଲେ। ସେଇଦିନ ଠାରୁ ସମସ୍ତ ଋଷି ଭଗବାନ ବିଷ୍ଣୁଙ୍କୁ ଶ୍ରେଷ୍ଠ ଭାବିଥିଲେ ଆଉ ଭଗବାନ ବିଷ୍ଣୁଙ୍କର ପୂଜା ଅର୍ଚ୍ଚନା କରିଥିଲେ। ଏବେ ତ ଆପଣମାନେ ଜାଣିପାରିଲେ ମହର୍ଷି ଭୃଗୁ ଭଗବାନ ବିଷ୍ଣୁଙ୍କୁ କାହିଁ ଗୋଇଠା ମାରିଥିଲେ। ଆଉ ସେହି ସମୟରେ ଆହୁରି ଗୋଟିଏ କଥା ମଧ୍ୟ ଉଲ୍ଲେଖ ରହିଛି କି ମହର୍ଷି ଭୃଗୁ ଯେତେବେଳେ ଭଗବାନ ବିଷ୍ଣୁଙ୍କୁ ଗୋଇଠା ମାରିଲେ, ସେହି ସମୟରେ ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଯାଇଥିଲେ ବା ରାଗି ଯାଇଥିଲେ ମହର୍ଷି ଭୃଗୁଙ୍କ ଉପରକୁ। ମହର୍ଷି ଭୃଗୁଙ୍କୁ ଦଣ୍ଡ ଦେବାକୁ ଚାହୁଁଥିଲେ ମାତା ଲକ୍ଷ୍ମୀ, କିନ୍ତୁ ଭଗବାନ ବିଷ୍ଣୁ ଏହା କଲେ ନାହିଁ। ସେଥିପାଇଁ ମାତା ଲକ୍ଷ୍ମୀ ବୈକୁଣ୍ଠ ଧାମ ଛାଡ଼ି ଆସି ଭୂଲୋକରେ ଆସି ତପସ୍ୟା କରିବାକୁ ଲାଗିଥିଲେ। ତ ଯଦି ଆପଣମାନଙ୍କୁ ଏ ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ ଏମିତିକା ସ୍ପିରିଚୁଆଲ ଭିଡ଼ିଓ ଦେଖିବା ପାଇଁ। ଜୟ ଶ୍ରୀରାମ।